ଏହିପରି ପଣସ କଠା ତରକାରୀ ଯଦି ବନେଇବେ ତାହେଲେ ମନ୍ଦିର ତରକାରୀ ପରି ଘର ବାସିବ ଆଉ ସ୍ୱାଦରେ ମଧ୍ୟ ମନ୍ଦିର ତରକାରୀ ପରି ହିଁ ଲାଗିବ। ତ ଚାଲନ୍ତୁ ସୁଆଦିଆ ପଣସ କଠା ତରକାରୀ ବନେଇବା ବିନା ପିଆଜ ରସୁଣରେ। ଭିଡ଼ିଓଟିକୁ ଆପଣମାନେ ସମ୍ପୂର୍ଣ୍ଣ ଦେଖନ୍ତୁ, ଶେଷ ଯାଏ ଦେଖନ୍ତୁ, ଲାଇକ୍ ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବେ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ମମ୍ସ କିଚେନ୍ କୁଇନ୍ରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏହି ପଣସ କଠା ତରକାରୀ ବନେଇବା ପାଇଁକି ପ୍ରଥମେ ଆମେ ପଣସ କଠା ନେବା, ଆଳୁ ନେବା। ତ ଏଇଠି ମୁଁ ପଣସ କଠା ନେଇଛି, 500 ଗ୍ରାମର ପଣସ କଠା ନେଇଛି। ଆଉ ଏଇଟା ଆକୁ ଟିକେ ବଡ଼ ପିସ୍ରେ ମୁଁ କାଟିକି ନେଇଛି। ଆଳୁକୁ ମଧ୍ୟ ମୁଁ ବଡ଼ ପିସ୍ରେ କାଟିକି ନେଇଛି। ଏଠି 2ଟା ଆଳୁ ନେଇଛି। ଆପଣମାନେ ଯଦି ଆକୁ କଡ଼େଇରେ ସିଝେଇବେ ତାହେଲେ ଛୋଟ ଛୋଟ ପିସ୍ରେ କରିକି ଆଳୁ ଆଉ ପଣସ କଠା ନେଇକି ସିଝେଇ ପାରିବେ। ତ ମୁଁ ଆକୁ ପ୍ରେସର କୁକରରେ ସିଝେଇବି, ସେଥିପାଇଁ ଟିକେ ବଡ଼ ପିସ୍ରେ କାଟିଛି। ତ ଏବେ ଗୋଟେ ପ୍ରେସର କୁକରରେ ଆମେ ଆଳୁ ଆଉ ପଣସ କଠାକୁ ଦେଇଦେବା। ତ ମୁଁ ଏକା ସହିତ ପଣସ କଠା ଆଉ ଆଳୁ ଦେଇକି ସିଝେଇବି। ଆପଣମାନେ ଚାହିଁଲେ ଆଳୁ ଅଲଗା କରିକି ସିଝେଇ ପାରିବେ ବା ଆପଣମାନେ ନ ସିଝେଇକି ତାକୁ ତେଲରେ ଭାଜି ପାରିବେ। ଏବେ ପଣସ କଠା ଆଳୁ ଦେଲା ପରେ 3 କପ୍ ମୁଁ ସିଝିବା ପାଇଁକି ପାଣି ଦେଇଦେଲି। ହାଫ୍ ଚାମଚ ଲୁଣ, ହାଫ୍ ଚାମଚ ହଳଦୀ ପାଉଡ଼ର ଦେଇକି ଆକୁ 2ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଛାଡ଼ିବା। ତ ଯେତେ ପର୍ଯ୍ୟନ୍ତ ସେଟା ସିଝୁ, ଚାଲନ୍ତୁ ଆ ପାଇଁ କ'ଣ ସବୁ ମସଲା ଦରକାର। ଏଇଠି ମୁଁ 2ଟା ଟମାଟର ନେଇଛି, 1 ଇଞ୍ଚ ଅଦା ଆଉ କିଛି ଧନିଆ ପତ୍ର। ଆଉ ଏଇଠି 3 ଚାମଚ ଖଟା ଦହି, 1 ଚାମଚ ବେସନ, ଆଉ ଏଠି 1 ଚାମଚ ଜିରା, 1 ଚାମଚ ପାନମଧୁରୀ, 2ଟା ଶୁଖିଲା ଲଙ୍କା, 7-8ଟା ଗୋଲମରିଚ, 4ଟା ଗୁଜୁରାତି, 2ଟା ଡାଲଚିନି, 6ଟା ଲବଙ୍ଗ, ବା ସେତିକି ଆମକୁ ଦରକାର। ଏବେ ଗୋଟେ ଗ୍ରାଇଣ୍ଡର ଜାର୍ ନେଇ ଆସିବା। ସେଇଥିରେ ଯେଉଁ ଟମାଟର, ଅଦା ଆଉ ଧନିଆ ପତ୍ରଟା ଆମେ ପାଣି ନ ଦେଇକି ଚିକଣ କରିକି ବାଟିକି ନେଇ ଆସିବା। ଏଇଠି ଆମର ମସଲା ପୁରା ଚିକଣ ହେଇକି ବଟା ହେଇଗଲା। ଏଇ ଦେଖନ୍ତୁ, ମୁଁ ଏଇଥିରେ ପାଣି ଜମା ବି ବ୍ୟବହାର କରିନି। ଏବେ ୟାକୁ ସାଇଡ଼ରେ ରଖିନେବା। ସେପଟେ ବି ଆମର ପଣସ କଠାଟା ସିଝି ଯାଇଛି। ଏବେ ଗୋଟେ ଷ୍ଟାନର ସାହାଯ୍ୟରେ ୟାର ପାଣି ବାହାର କରିନେବା। ଏବେ ୟାକୁ ସାଇଡ଼ରେ ରଖିନେବା। ସେପଟେ ଆମେ ଗୋଟେ ଫ୍ରାଇଂ ପ୍ୟାନ୍ ବସେଇକି ଫ୍ଲେମ୍କୁ ହାଇରେ ରଖିକି, ହାଇ ଟୁ ମିଡ଼ିୟମ୍ରେ ଯେଉଁ ମସଲାଟା ଆମେ ରଖିଥିଲୁ, ଜିରା ସବୁ କିଛି ମିଶେଇକି ତାକୁ ଭାଜି ନେବା। ୟାକୁ ସାଇଡ଼ରେ ରଖିନେବା। ତାପରେ ଆଉ ଗୋଟେ କଡ଼େଇରେ ମୁଁ ପୂର୍ବରୁ 3 ଚାମଚ ସୋରିଷ ତେଲ ଦେଇଦେଇଛି। ତେଲ ଏଠି ଗରମ ହେଇଗଲାନି। ଆପଣମାନେ ଚାହିଁଲେ ରିଫାଇନ୍ ଅଏଲ୍ରେ ବି ପଣସ କଠା ଭାଜି ପାରିବେ। ତ ଏଇଠି ପଣସ କଠା ଭଲ ଭାବରେ ସିଝି ଯାଇଛି। ଆଳୁକୁ ମଧ୍ୟ ମୁଁ ଅଲଗା କରିନେଇଛି। ଆକୁ ଏବେ ହାଲକା ଗୋଲ୍ଡେନ୍ କଲର୍ ହେବା ପର୍ଯ୍ୟନ୍ତ ଆମେ ପଣସ କଠାକୁ ହାଇ ଫ୍ଲେମ୍ରେ ଭାଜିବା 2 ମିନିଟ୍ ପାଇଁକି। ଏଇଠି ଦେଖନ୍ତୁ 2 ମିନିଟ୍ ହେଇଗଲାନି, ପଣସ କଠାର ଆମର କଲର୍ ଚେଞ୍ଜ ହେଇଗଲାନି। ଏବେ ଆଉ 1 ମିନିଟ୍ ପାଇଁକି ଆଳୁକୁ ମିଶେଇକି ଭାଜି ନେବା ହାଇ ଫ୍ଲେମ୍ରେ। ପ୍ରଥମରୁ ଯଦି ଆମେ ଆଳୁ ଆଉ ପଣସ କଠା ମିଶେଇକି ଭାଜିଥାନ୍ତୁ, ଆଳୁଟା ଆମର ଏମିତିରେ ବି ସିଝି ଯାଇଛି, ସେ ପଣସ କଠା ସହିତ ଘାଣ୍ଟି ଯାଇଥାନ୍ତା। ଏବେ ଦେଖନ୍ତୁ ଭଜା ହେଇଗଲା। ଏବେ ୟାକୁ ସାଇଡ଼ରେ ରଖିନେବା, ବାହାର କରିନେବା। ଆଉ ସେମ୍ କଡ଼େଇରେ ଆମେ ମସଲା ତିଆରି କରିବା। ତ ମୁଁ ଏଇଠି ବାହାର କରିନେଇଛି। ହାଫ୍ ଚାମଚ ଭଳିଆ ଏଇଥିରେ ତେଲ ବଳି ଯାଇଛି। ଆଉ 2 ଚାମଚ ସୋରିଷ ତେଲ ଦେବା, ବା ଆପଣମାନେ ରିଫାଇନ୍ ଅଏଲ୍ ବି ଦେଇପାରିବେ। ଏବେ ତେଲ ଗରମ ହେଲା ପରେ ଫ୍ଲେମ୍କୁ ପୁରା ଲୋରେ ରଖିନେବା। ଆଉ ବେସନଟାକୁ 1-2 ମିନିଟ୍ ପାଇଁକି ୟାକୁ ଟିକେ ଭାଜି ନେବା। ୟାର କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ ଭାଜିବା। ତାପରେ ଯେଉଁ ଆମେ ମସଲା ବାଟିକି ରଖିଥିଲେ ତାକୁ ମସଲାଟା ଦେଇକି କଷି ନେବା। ତ ଏବେ ଏଇଠି ଦେଖନ୍ତୁ ମସଲା ଆମର ସେଇଟା କଷିଗଲା, ୟାର କଞ୍ଚା ସ୍ମେଲ୍ ବି ପଳାଇଲାନି। ଏବେ ଏଇଥିରେ 1 ଚାମଚ ଜିରା ପାଉଡ଼ର, 1 ଚାମଚ ଧନିଆ ପାଉଡ଼ର, 1 ଚାମଚ କାଶ୍ମୀରୀ ରେଡ୍ ଚିଲି ପାଉଡ଼ର, ଆଉ ଏଇଠି ହାଫ୍ ଚାମଚ ହଳଦୀ ପାଉଡ଼ର, 1 ଚାମଚ ଲୁଣ ମିଶାଇ ନେବା, କାରଣ ଆମେ ସିଝିବାରେ ବି ଲୁଣ ବ୍ୟବହାର କରିଥିଲୁ, ହଳଦୀ ବ୍ୟବହାର କରିଥିଲୁ। ଆଉ ଏଇ ଦହି ଦେଲା ପରେ ଆମେ ଫ୍ଲେମ୍କୁ ପୁରା ଲୋରେ ରଖିକି ଆକୁ କଷିବା 3-4 ସେକେଣ୍ଡ ପାଇଁକି ମିଶାଇ ନେବା। ତ ଏଇଠି ଦେଖନ୍ତୁ ଆମର ଦହିଟା ମସଲା ସହିତ ମିଶି ଯାଇଛି। ଏବେ ଅଳ୍ପ ଟିକେ ମସଲା କଷିବା ପାଇଁକି ଆମେ ପାଣି ବ୍ୟବହାର କରିବା। ଆଉ
मीडियम टू हाई फ्लेम रे मसलाटा को आम कषि नवा जेते पर्यंत यार तेल न बाहरी आसी। ये देखु मसला आमर तेल बाहरी आसलानी। तो ये आमर मसला हो गलानी। एबे आम पणस कठा और आलू को देकी आउ गोटे 2 मिनिट पाई भल भाव में फ्लेम को हाई रे रखिकी कषि नवा। तो ये देखु गोटे 2 मिनिट पर आमर पणस कठा आलू भल भाव में कषिगला। एबे ये पानी व्यवहार करिया। तो पानी ये मु 2 कप पानी नौची। आपण माने जेतिकी झोल रखिया पाई चाहूचंती से अनुसार नेबे पानी। तो ये जेहेतु आम पणस कठा आलू भल भाव सीझी जाइए या फुटे नवा। हाई फ्लेम रे आमे तरकारी को फुटेबा गोटे मिनिट पाई। तो ये देखु गोटे मिनिट फुटला पर आमर तरकारीटा केते बहलिया हो जाइए। देखु आ सब जिनस भल भाव में सीझी जाइए। तो एबे आमे कौन करवा जो मसलाटा आमे भाजी थिलु ताको मु गुंड कर नेछि। सेइथिरो आमे गोटे चमच मसला नेकी आउपर मिसई नबा। आउ किछि कटा है दिया धनिया पत्र मिसई नबा अलगा करके एथिरे। आ गरम मसला मिसईबानी जार एई तरकारीटारे आमे जो मसलाटा मिसईलु सेइटा ही काफी। एबे गैस रे फ्लेम को ऑफ कर नबा। तो एठी हमर रेडी हो गला सुआदिया बिना प्याज रसुण पणस कठा तरकारी। आपको आपण माने रुटी सहित खाई परिबे बा आपण माने परोटा सहित भात सहित सबुथिरे खाई परिबे। बहुत बढ़िया लगे। तो निश्चय बनातु। आ आपण माने जानि परिबेनी ये बिना प्याज रसुण रे हेइची पूरा मंदिर तरकारी परि लागिवो। तो यही पणस कठा तरकारी जदि आपण मानकु भल लागि थाए ताले प्लीज मो चैनल को लाइक शेयर सब्सक्राइब करिवे। सब्सक्राइब करिया पई जम्मा भूलिबेनी। पुणी देखा हवा आ गोटे नुआ वीडियो रे। सेत बंजत रहुची। जय जगन्नाथ।